ପିଲାମାନେ ଆଜି ଆମେ ପଢ଼ିବା ଏକ ସୁନ୍ଦର ବିଷୟ ମାଟି। ପିଲାଦିନେ ଏଇ ମାଟିରୁ ହିଁ ଆମେ ବଢ଼ିଛେ ପିଲାମାନେ। ଏହାକୁ ଲେଖିଛନ୍ତି ନନ୍ଦକିଶୋର ସାମଲ। ଇଏ ଆମର ଚତୁର୍ଥ ଶ୍ରେଣୀ ସାହିତ୍ୟ କଳିକା ବହିରେ କବିତାକୁ ସ୍ଥାନିତ ଦେଇଛନ୍ତି। ତାହେଲେ ମାଟି ପିଲାମାନେ ପିଲାଦିନେ ଆମେ ସେଇଠୁ ହିଁ ଚାଲି ଶିଖିଲେ। ତା ବିଷୟରେ ପଢ଼ିବା। ତାହେଲେ ଏ ମାଟି ଆମକୁ କିଏ ବା ଦେଇନି, ଦେଇଅଛି ଖାଦ୍ୟ ବାସ, ଛାତିକି ତାହାର ଚିରି ଦେଲେ ମିଳେ ଯୁଗ ଯୁଗ ଇତିହାସ। ତାହେଲେ ପିଲାମାନେ ମାଟି ଆମକୁ କ'ଣ ଦେଇନି? ଏଠି ଖାଇବା ଦେଲା, ରହିବାକୁ ଘର କରିବାକୁ ସେଇ ମାଟିରେ ହିଁ ଆମେ ଘର କରିଛେ ନା। ଆମେ ଆଜି ସିମେଣ୍ଟ ଘରେ ରହୁଥିବା ସତ, କିନ୍ତୁ ତାର ମୂଳ ଦୁଆ କୋଉଠି? ସେଇ ମାଟିରେ। ବିନା ମାଟିରେ କୋଉ ସିମେଣ୍ଟ ଘର ହବ ନାହିଁ। ତାହେଲେ ଛାତିକି ତାର ଯଦି ଚିରିଦବା ମାନେ ମାଟିକି ଯଦି ଆମେ ଖୋଳିବା, ଦେଖିବ ଯୁଗ ଯୁଗର ଇତିହାସ ମିଳିବ ଆମକୁ। ବୁଝିହେଲା? ତାହେଲେ ପିଲାଟି ବେଳରୁ ପାଳିଛି ଆମକୁ ସୁଖରେ ଆହାର ଦେଇ, ଗଛରେ ରଖିଛି ଜାତି ଜାତି ଫଳ ଏଠି ସେଠି ସବୁଠେଇ। ପିଲାମାନେ ସେଇ ଗଛ କୋରଡ଼ରେ ଆମେ ଚଢ଼ି ଚଢ଼ି ପିଲାଦିନୁ ବର୍ତ୍ତମାନ ତ ପିଲା ଅଛେ, ଆହୁରି ବଡ଼ ହବା। ଏଇ ଗଛରେ ଚଢ଼ି ଚଢ଼ି ତା ଫଳ ଖାଇ ଖାଇ କେତେ ପ୍ରକାର ଫଳ ଖାଇବା ହେଲା, କେତେ ପ୍ରକାର ଫଳ ଖାଉଛେ ମଧ୍ୟ। ସେଇଠି ଆମେ କ'ଣ ବଢ଼ିବା। ତାହେଲେ ଆଉ କ'ଣ କବି ଲେଖିଲେ? କାଠ ତ ଦେଇଛି ଘର କରିବାକୁ, ଛପର ପାଇଁକି ନଡ଼ା, ପରିବା ଶାଗ ତ ଦେଇଛି ଅଜାଡ଼ି, ଯାହାର ଯେପରି ଲୋଡ଼ା। ପିଲାମାନେ ବର୍ତ୍ତମାନ ସିନା ଛାତ ଘର ହେଇଗଲାଣି, ଆଗରୁ ସବୁ ଚାଳ ଘର ଥିଲା, ବର୍ତ୍ତମାନ ବି ଥିବ ହେଲା। ସେ ଘର କରିବା ପାଇଁ, ଛପର କରିବା ପାଇଁ ନଡ଼ା ଦେଲା, ଆଉ ଘର କରିବା ପାଇଁ କାଠ ଦେଲା, ଏବଂ ଖାଇବା ପାଇଁ ସବୁ ପରିବା ଶାଗ ଦେଇଛି। ଯାହାର ଯାହା ଦରକାର ସିଏ ତାହା ଖାଇବ। ସବୁଠାରୁ ଅଧିକ ଭିଟାମିନ୍ ସେଇ ଶାଗରେ ହିଁ ତ ଅଛି ନା। ତାହେଲେ ମୁଗ ବିରି ଧାନ ଗହମ ମାଣ୍ଡିଆ କ'ଣ ସେ ଦେଇନାହିଁ, ସବୁଜ ସୁନ୍ଦର ରୂପଟିକୁ ତାର କିଏ ବା ଭୁଲିଛି କାହିଁ। ମୁଗ ଦେଇଛି, ବିରି ଦେଇଛି, ଧାନ ଦେଇଛି, ଗହମ ଦେଇଛି, ମାଣ୍ଡିଆ ଦେଇଛି। ସେଇ ମାଟିରୁ ହିଁ ଦଉଛି ନା। ଦେଖ ଚାଷ ଚାଲିଛି ହେଲା, ଇଏ ହେଲା ଆମର ଧାନ ଚାଷ ଚାଲିଛି। ପୁରା ସ୍ଥାନ ହିସାବରେ ଦେଖିବ ସବୁଜ ସୁନ୍ଦର କରିଦେଇଛି, ସବୁ କିଛି ଦେଇଛି, କିଛି ବି ସେ ଭୁଲି ଯାଇନି ଦବାକୁ। ସବୁ କିଛି ଆମ ପାଖକୁ ସଜେଇ ଦେଇଛି କିଏ? ସେଇ ମାଟି। ଛାତିରେ ତାହାରି କେତେ ସେ ପାହାଡ଼ ପର୍ବତ ଏଠି ସେଠି, କେତେ ନିରିମଳ ଝର ଫିଟି ପଡ଼େ ତାଡ଼ି ଦେଲେ ଟିକେ ମାଟି। ପିଲାମାନେ ତା ଛାତିରେ କେତେ କେତେ ପାହାଡ଼ ଠିଆ ହେଇଛନ୍ତି, କେତେ କେତେ ପର୍ବତ ଅଛନ୍ତି। ବୁଝିହେଲା? ତାହେଲେ ପିଲାମାନେ ଆମେ ଯଦି ମାଟିକୁ ଦେଖିବ ତଳେ ଖୋଳିଦେବ, ଦେଖିବ ପାଣି ବାହାରି ପଡ଼ିବ, ଅଳ୍ପ ଅଳ୍ପ ଝର ବାହାରି ପଡ଼ିବ। ବୁଝିହେଲା? ତାହେଲେ ଖଣି ଓ ଖଦାନ କେତେ ଯେ କେଜାଣି, ମାଟି ତାଡ଼ି ଦେଲେ ମିଳେ, ଲୁହା ମାଙ୍ଗାନିଜ ପେଟ୍ରୋଲ କୋଇଲା ସବୁ ଏଇ ମାଟି ତଳେ। ପିଲାମାନେ ଖଣି ଆମେ ଯେଉଁ ଗାଡ଼ିରେ ପେଟ୍ରୋଲ ପକାଉଛେ ଏଇ ମାଟି ତଳୁ ମିଳୁଛି ବା। ମାଙ୍ଗାନିଜ ଲୁହା ହେଲା, ଏସବୁ ଲୁହାରେ ଆମର ଗେଟ୍ ତିଆରି ହେଇଥିବ, ଦେଖିବ ସ୍କୁଲ ଗେଟ୍ ତିଆରି ହେଇଥିବ, ସେସବୁ ହିଁ ମାଟି ତଳୁ ହିଁ ଆସିଛି। ଯାହା ଯେତେବେଳେ ଯିଏ ଖୋଜିଥାଏ ତାହାକୁ ସେ ଯାଚି ଦିଏ, ସ୍ନେହମୟୀ ସେ ମାଟି ମା ପରି ଆଉ ଜଣେ କାହିଁକି। ହେଲା, ଯିଏ ଯାହା ଖୋଜିବ ତାକୁ ସବୁ ଯୋଗେଇ ଦେଇଛି। ତାପରି ସ୍ନେହ, ଯେମିତି ଆମ ମା ପାଖରେ ଯେତିକି ସ୍ନେହ, ସେମିତି ମାଟି ପାଖରେ ସିଏ ଆମର ଦ୍ୱିତୀୟ ମା, ଆମର ପ୍ରଥମ ମା ହେଲା। ସିଏ ଆମର ଗୋଟିଏ ମା ସହିତ ସମାନ। ବୁଝିହେଲା? ମାଆକୁ କେବେ ପ୍ରଥମ ଦ୍ୱିତୀୟ କରିବାନି। ଆମର ମା ହେଉଛନ୍ତି ଆମର ଭାରତ ମା। ଭାରତ ମା ଆଉ ମୋ ମା ଭିତରେ ପ୍ରଥମ ଦ୍ୱିତୀୟ କରିପାରିବା କି? ନାଇଁ, ସମସ୍ତେ ହେଉଛନ୍ତି ସମାନ। ସମସ୍ତେ ଆମକୁ ସମାନ ପ୍ରକାରର ଭଲ ପାଇବା ଦେଉଛନ୍ତି। ଧନ୍ୟବାଦ ପିଲାମାନେ।